ଖଇରାରେ ରତ୍ନବେଦୀକୁ ବାହୁଡ଼ିଲେ ତିନି ଠାକୁର। ଝିପିଝିପି ବର୍ଷାର ଅଦା ସରବର ପରିବେଶ ମଧ୍ୟରେ ଭୂପୃଷ୍ଠକୁ ଓହ୍ଲାଇ ଆସିଥିଲା ଆଷାଢ଼ ମାସ ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥି। ମେଘାଚ୍ଛନ୍ନ ଆକାଶର ବର୍ଷାବିନ୍ଦୁ ସତେ ଯେମିତି ଆଷାଢ଼ର ବର୍ଷା ଭିଜା ପରିବେଶ ସ୍ୱାଗତ ଜଣାଇଥିଲା ଧରଣୀ ବକ୍ଷର ପ୍ରତ୍ୟେକ ଜୀବଜଗତକୁ। 12 ମାସର 13 ପର୍ବର ଏକ ପ୍ରମୁଖ ପର୍ବ କୋଟି ଓଡ଼ିଆଙ୍କୁ ଗର୍ବ ଆଣିଦେଇଥିବା ବେଳେ ଏହି ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ସମସ୍ତେ ଚାହିଁ ବସିଥାନ୍ତି। କାରଣ ଏହି ଦିନ ଜଗତର ନାଥ ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ବାହାରି ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହାରକୁ ଆସିଥାନ୍ତି। ଦୀର୍ଘ ଗୋଟିଏ ବର୍ଷର ବ୍ୟବଧାନ ପରେ ତିନି ଠାକୁର ମାଉସୀ ଘରକୁ ଯିବେ ଆଉ ସୁସଜ୍ଜିତ ରଥ ଉପରେ ବସି ଭକ୍ତଙ୍କ ଗହଣରେ ମାଉସୀ ଘର ଅଭିମୁଖେ ଯାତ୍ରା କରିବେ। ଏହି ପବିତ୍ର ଦିବସକୁ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଭାବରେ ସାରା ବିଶ୍ୱରେ ପାଳିତ ହୁଏ। ପୁଣି 9 ଦିନ ପରେ ମାଉସୀ ଘରୁ ଆତିଥ୍ୟ ଗ୍ରହଣ କରି ପୁଣି ଫେରି ଆସିଥାନ୍ତି ଶ୍ରୀମନ୍ଦିର ଅଭିମୁଖେ। ମାଉସୀ ଘରୁ ଫେରିବାର ମହାଦିବସକୁ ବାହୁଡ଼ା ଯାତ୍ରା ଭାବରେ ସମସ୍ତେ ପାଳନ କରିଥାନ୍ତି। ପ୍ରଭୁ ସେହି ଜଗତକର୍ତ୍ତା ବଳିଆର ଭୁଜ ମହାବାହୁଙ୍କ ପବିତ୍ର ଐତିହାସିକ ରଥଯାତ୍ରା ଖୁବ୍ ମହାସମାରୋହରେ ସାରା ଦୁନିଆରେ ପାଳିତ ହୋଇଯାଇଛି। ପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ଐତିହାସିକ ରଥଯାତ୍ରାରେ ମହା ଆନନ୍ଦରେ ଶ୍ରୀମନ୍ଦିରରୁ ବାହାରି ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ସହିତ ଖୁବ୍ ନିକଟତର ହୋଇ ତିନି ଦିଅଁ ଆନନ୍ଦ ପାଉଥିବା ବେଳେ ନିଜର ପ୍ରିୟ ଠାକୁରଙ୍କୁ ପାଖରେ ପାଇ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ଜଗା ପ୍ରେମରେ ପାଗଳ ହୋଇ ଯାଇଥାନ୍ତି। ନୂଆପଡ଼ା ଜିଲ୍ଲା ବଡ଼େନ ବ୍ଲକର ଖଇରା ଗ୍ରାମରେ ଶ୍ରୀଜୀଉମାନଙ୍କ ପବିତ୍ର ଐତିହାସିକ ରଥଯାତ୍ରା ସମାପନ ହୋଇଯାଇଛି। ତିନି ଠାକୁର ରଥରେ ବସି ମାଉସୀ ମା ଘରୁ ଫେରିଆସି ଜଗନ୍ନାଥ ମନ୍ଦିରକୁ ବାହୁଡ଼ି ଆସିଥିଲେ। ମାଉସୀ ଘରୁ ଫେରି ଆସିବା ପରେ ପାରମ୍ପରିକ ନୀତି କର୍ମାଣୀ ଅନୁସାରେ ସୁନାବେଶର ମହା ଆୟୋଜନ ହୋଇଥିଲା। ଏହି ରଥଯାତ୍ରାରେ ବିଶେଷ ଭାବରେ ମହିଳାମାନେ ଛେରା ପହଁରା ଓ ପହଣ୍ଡି କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ। ଖୁବ୍ ଶୃଙ୍ଖଳାର ସହିତ ଖଇରାରେ ପବିତ୍ର ରଥଯାତ୍ରା ଆୟୋଜିତ ହୋଇ ପରିସମାପ୍ତି ଘଟିଥିବା ବେଳେ ତିନି ଠାକୁର ପୁଣି ରତ୍ନବେଦୀକୁ ବାହୁଡ଼ି ଯାଇଛନ୍ତି। ଏହି ରଥଯାତ୍ରାରେ ପରିଚାଳନା କମିଟିର ସମ୍ପୂର୍ଣ୍ଣ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିବା ବେଳେ ଗ୍ରାମର ଶ୍ରଦ୍ଧାଳୁ ଯଦୁରାମ ଦଲ, କୃଷ୍ଣଲାଲ ଦୁରିଆ, ମଙ୍ଗଲ ସିଂ ମାଝୀ, ଭାଗୀରଥୀ ଦଣ୍ଡସେନା, ଜଗନ୍ନାଥ ଦଣ୍ଡସେନା, ଲଳିତ ଦଣ୍ଡସେନା, ପୁରନ୍ଦର ମାଝୀ, ଭମର ନାୟକ, ଭୁବନେଶ୍ୱର ରାଉତ, ଜଗତରାମ ଦଣ୍ଡସେନା, ଦଳେଶ୍ୱର ଦାସ, ଚିତ୍ରସେନ ଦାସ ସମେତ ଗ୍ରାମର ଭଦ୍ରବ୍ୟକ୍ତି ସାମିଲ ହୋଇଥିଲେ। ଖୁବ୍ ଶାନ୍ତି ଶୃଙ୍ଖଳା ସହିତ ଖଇରାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ଏବଂ ରତ୍ନବେଦୀ ବିଜେ ପର୍ଯ୍ୟନ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଥିଲା। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ୍।